ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 11ର ୟୁନିଟ୍ 1 ସାମାଜିକ ଗବେଷଣାର ଲାଭ ବା ଉପକାରିତା କ'ଣ କ'ଣ ସବୁ ଦେଖିବା। ଏଇଟା ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍, ଏକ୍ଜାମ୍ରେ ମଧ୍ୟ ଆସିବାର। ପ୍ରଥମେ କ'ଣ ଅଛି ନା ସାମାଜିକ ମଙ୍ଗଳ। ସାମାଜିକ ଗବେଷଣା ଦ୍ୱାରା ସାମାଜିକ ସମସ୍ୟା ଗୁଡ଼ିକର କାରଣ ଖୋଜି ସେସବୁର ନିରାକରଣ ସମ୍ଭବ ହୋଇଥାଏ। ଫଳରେ ସମାଜର ମଙ୍ଗଳ ସାଧନ ହୋଇଥାଏ। ସାମାଜିକ ଗବେଷଣାର ଫଳାଫଳ ଭିତ୍ତିରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇ ଅନେକ ସାମାଜିକ ସମସ୍ୟାର ସମାଧାନ ସମ୍ଭବ ହୋଇପାରିଛି। ତାପରେ କ'ଣ ଅଛି ନା ସାମାଜିକ ସଂହତି ପ୍ରତିଷ୍ଠା ବା ଏକତା। ସାମାଜିକ ଗବେଷଣା ଦ୍ୱାରା ସମାଜରେ ବୈଜ୍ଞାନିକ ଅଧ୍ୟୟନ କରାଯାଇଥାଏ। ସାମାଜିକ ସମସ୍ୟା ଗୁଡ଼ିକ ସଠିକ୍ ଅଧ୍ୟୟନ ଫଳରେ ବିଭିନ୍ନ ସାମାଜିକ ସମୂହ ଗୁଡ଼ିକ ମଧ୍ୟରେ ଉତ୍ତମ ବୁଝାମଣା ସମ୍ଭବ ହୋଇଥାଏ। ସମାଜରେ ବିଭିନ୍ନତା ମଧ୍ୟରେ ରହିଥିବା ଏକତାକୁ ଏହା ପ୍ରକାଶ କରିଥାଏ। ତାପରେ କହୁଛି ନା ସାମାଜିକ ବିକାଶ। ସାମାଜିକ ଗବେଷଣା ସଠିକ୍ ଦିଗ ଓ ଧାରାରେ ସମାଜର ବିକାଶରେ ସହାୟକ ହୋଇଥାଏ। ମନୁଷ୍ୟ ଏକ ଯୌକ୍ତିକ ପ୍ରାଣୀ ଓ ସେ ଅନୁଭୂତି ଦ୍ୱାରା ଲାଭାନ୍ୱିତ ହୋଇଥାଏ। ସାମାଜିକ ଗବେଷଣା ଆମର ଏହି ସାମାଜିକ ବିକାଶର ଧାରାକୁ ସଠିକ୍ ଦିଗ ଓ ଲକ୍ଷ୍ୟ ଆଡ଼େ ପରିଚାଳିତ କରିବାରେ ସହାୟକ ହୋଇଥାଏ। ତାପରେ କ'ଣ ଅଛି ନା ସାମାଜିକ ନିୟନ୍ତ୍ରଣ ଜାରି କରିବାରେ ସହାୟକ ହୋଇଥାଏ। ଅର୍ଥନୀତି ପରି ସାମାଜିକ ସଂଗଠନ କ୍ଷେତ୍ରରେ ମଧ୍ୟ ଯୋଜନା ନିୟନ୍ତ୍ରଣର ସମାନ ଗୁରୁତ୍ୱ ରହିଛି। ସମାଜର ପ୍ରଗତିକୁ ଯେକୌଣସି ଦିଗରେ ଗତି କରିବାକୁ ଆମେ ଛାଡ଼ିପାରିବା ନାହିଁ। ସମାଜର ନେତୃବର୍ଗ ଓ ମାର୍ଗଦର୍ଶକମାନେ ଏହାକୁ ସଠିକ୍ ଲକ୍ଷ୍ୟ ଓ ମାର୍ଗରେ ପରିଚାଳିତ କରିବା ଆବଶ୍ୟକ ଅଟେ। ଏହି କାର୍ଯ୍ୟ ସମ୍ପାଦନ ପାଇଁ ସେମାନେ ସମାଜକୁ ବିଭିନ୍ନ ଭାବେ ନିୟନ୍ତ୍ରିତ କରିଥାନ୍ତି ଏବଂ ଏହା ସମାଜର ବୈଜ୍ଞାନିକ ଅଧ୍ୟୟନ ଦ୍ୱାରା ସମ୍ଭବ ହୋଇଥାଏ। ତାପରେ ପଏଣ୍ଟ ସାମାଜିକ ଗବେଷଣା ସମାଜ ସମ୍ବନ୍ଧୀୟ ଆମର ଜ୍ଞାନ ବୃଦ୍ଧିରେ ଓ ଜ୍ଞାନ ବିକାଶରେ ସହାୟକ ହୋଇଥାଏ। ସାମାଜିକ ଗବେଷଣା ଆମର ବିଭିନ୍ନ ପ୍ରକାର ସାମାଜିକ ସମସ୍ୟାର ସମାଧାନ କରିବା ସହିତ ଏକ ସୁସ୍ଥ ଜୀବନଯାପନରେ ସହାୟକ ହୋଇଥାଏ। ସାମାଜିକ ଗବେଷଣା ସାମାଜିକ ସମୂହ ଗୁଡ଼ିକ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରେ। ସମାଜ ଆବଶ୍ୟକ କରୁଥିବା ସଂରଚନାତ୍ମକ ପରିବର୍ତ୍ତନ ସାମାଜିକ ଗବେଷଣା ଦ୍ୱାରା ଜାଣିବା ସମ୍ଭବ ହୋଇଥାଏ ବା ସହଜ ହୋଇଥାଏ। ଯଦି ଭିଡ଼ିଓଟା ଭଲ ଲାଗେ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।